ସ୍ୱପ୍ନରେ ସମ୍ଭୋଗ କରିବାର କ'ଣ ଅର୍ଥ ରହିଛି? ଏଭଳି ସ୍ୱପ୍ନ କାହିଁକି ଆସିଥାଏ ଓ କ'ଣ ସଂକେତ ଦେଇଥାଏ? ସ୍ୱପ୍ନ ଶାସ୍ତ୍ରରେ ବିଭିନ୍ନ ପ୍ରକାର ସ୍ୱପ୍ନର ଅର୍ଥ ବିଷୟରେ ବର୍ଣ୍ଣନା କରାଯାଇଛି। ଆମେ ଦେଖୁଥିବା ସ୍ୱପ୍ନର କିଛି ନା କିଛି ଅର୍ଥ ନିହାତି ରହିଥାଏ। ଅନେକ ଲୋକ ରାତିରେ ଶୋଇଥିବା ବେଳେ ସମ୍ଭୋଗ କରୁଥିବାର ସ୍ୱପ୍ନ ଦେଖିଥାନ୍ତି। ତେବେ ଆସନ୍ତୁ ଜାଣିବା ସ୍ୱପ୍ନଶାସ୍ତ୍ର ଅନୁସାରେ ସ୍ୱପ୍ନରେ ସମ୍ଭୋଗ କରିବାର ଅର୍ଥ କ'ଣ ରହିଛି। ରାତିରେ ଶୋଇଥିବା ବେଳେ ଅନେକ ଲୋକ ସ୍ୱପ୍ନରେ ସମ୍ଭୋଗ କରୁଥିବାର ଦେଖିଥାନ୍ତି। ଅନେକ ଲୋକ କୌଣସି ପରିଚିତ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ସମୟର ଦୃଶ୍ୟ ସ୍ୱପ୍ନରେ ଦେଖି ନେଇଥାନ୍ତି। ସମ୍ଭୋଗ କରୁଥିବାର ସ୍ୱପ୍ନ ଦେଖିବା ଅର୍ଥ କ'ଣ ହୋଇଥାଏ? ଏନେଇ ସ୍ୱପ୍ନ ଶାସ୍ତ୍ରରେ ବିସ୍ତୃତ ଭାବେ କୁହାଯାଇଛି। ଯଦି ଆପଣ ସ୍ୱପ୍ନରେ ନିଜକୁ କୌଣସି ପରିଚିତ ବ୍ୟକ୍ତିଙ୍କ ସହ ସମ୍ଭୋଗ କରିବାର ଦେଖୁଛନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ସ୍ୱପ୍ନ ଅଟେ। ଏହି ସ୍ୱପ୍ନ ଦର୍ଶାଇଥାଏ କି ଆପଣଙ୍କ ଦାମ୍ପତ୍ୟ ଜୀବନ ବହୁତ ଭଲ ଭାବରେ ବିତୁଛି। ଏହା ସହ ଏଭଳି ସ୍ୱପ୍ନ ଆପଣଙ୍କ ଭଲ ଆର୍ଥିକ ଅବସ୍ଥାକୁ ମଧ୍ୟ ସୂଚାଇଥାଏ। ଯଦି ଆପଣ ସ୍ୱପ୍ନରେ ଆପଣଙ୍କ ପୂର୍ବ ଲଭରଙ୍କ ସହ ସମ୍ଭୋଗ କରୁଥିବାର ଦେଖିବାକୁ ପାଉଛନ୍ତି, ତେବେ ଏହି ସ୍ୱପ୍ନର ତିନୋଟି ଅର୍ଥ ରହିଛି। ପ୍ରଥମତଃ, ହୁଏତ ଆପଣଙ୍କ ପୂର୍ବ ପାର୍ଟନରଙ୍କ ସହ ଶାରୀରିକ ସମ୍ପର୍କ ବହୁତ ଭଲ ରହୁଥିଲା। ଦ୍ୱିତୀୟତଃ, ହୁଏତ ପୂର୍ବ ଲଭରଙ୍କ ତୁଳନାରେ ବର୍ତ୍ତମାନର ପାର୍ଟନର ଆପଣଙ୍କୁ ସେହିଭଳି ପ୍ରେମ ଦେଇପାରୁନାହାନ୍ତି। ତୃତୀୟରେ ହୋଇପାରେ କି ଆପଣ ବର୍ତ୍ତମାନ ପାର୍ଟନର ଠାରୁ ଶାରୀରିକ ସମ୍ପର୍କରେ ଏତେ ମାତ୍ରାରେ ଖୁସି ନାହାନ୍ତି। ଏହା ବ୍ୟତୀତ ଆପଣ ଯଦି ସ୍ୱପ୍ନରେ ମୃତ ସାପ ଦେଖୁଛନ୍ତି, ତେବେ ଆପଣଙ୍କ ଜୀବନରେ ବହୁ ଦିନରୁ ଲାଗି ରହିଥିବା କଷ୍ଟ ଯନ୍ତ୍ରଣା ଦୂର ହେବାକୁ ଯାଉଛି। ଆପଣଙ୍କୁ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବାକୁ ଯାଉଛି। ଜୀବନରେ ଭଲ କିଛି ପରିବର୍ତ୍ତନ ହେବାର ଏହା ଏକ ସଂକେତ ଦେଇଥାଏ। କିନ୍ତୁ ଯଦି ସ୍ୱପ୍ନରେ ଆପଣଙ୍କୁ ସାପ କାମୁଡୁଥିବାର ଦେଖିଥାନ୍ତି, ତେବେ ଏହା ଆପଣଙ୍କ ଜୀବନରେ ଆସିବାକୁ ଯାଉଥିବା ଦୁଃଖଦ ସମୟର ସୂଚନା ଦେଇଥାଏ। ଆପଣ ହୁଏତ କୌଣସି ବଡ଼ ରୋଗରେ ପୀଡ଼ିତ ହେବାର ସମ୍ଭାବନା ରହିଛି। ଆପଣ କେବେ ଏଭଳି କିଛି ସ୍ୱପ୍ନ ଦେଖିଛନ୍ତି କି? ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଆଗକୁ ଅଧିକ ଅପଡେଟ୍ ପାଇବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରନ୍ତୁ ଏବଂ ସୋସିଆଲ ମିଡ଼ିଆରେ ଆମକୁ ଫଲୋ କରନ୍ତୁ।